ଯଦି ଶାରୀରିକ ସମ୍ପର୍କ ରଖିବା ସମୟରେ ସ୍ତ୍ରୀ ସ୍ୱାମୀକୁ ତଳେ ଶୁଆଇ ଏବଂ ସ୍ୱାମୀ ଉପରେ ସ୍ତ୍ରୀ ଶୋଇ କରି ସମ୍ବନ୍ଧ ବନାଉଥାନ୍ତି ଅଥବା ସ୍ୱାମୀ ଉପରେ ବସି ସମ୍ବନ୍ଧ ବନାଉଥାନ୍ତି ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନା ଆୟୁର୍ବେଦ ଅନୁସାରେ ଏପରି ସହବାସ କରିବା ଦ୍ୱାରା ଭବିଷ୍ୟତରେ ଏହା ଖୁବ୍ ଭୟଙ୍କର ପରିଣାମ ଦେଇଥାଏ। କେବଳ ଯଦି ସହବାସର ଆନନ୍ଦକୁ ଉପଭୋଗ କରିବା ପାଇଁ ଏପରି କରୁଥାନ୍ତି ତେବେ ତ ଠିକ୍, କିନ୍ତୁ ଯଦି ଗର୍ଭଧାରଣ ପାଇଁ ହେଉ କିମ୍ବା ଆକସ୍ମାତ୍ ଗର୍ଭ ସଞ୍ଚାର ହୋଇଯାଏ ତେବେ ସେହି ଗର୍ଭିତ ସନ୍ତାନ ଜନ୍ମ ହେବା ପରେ ଭବିଷ୍ୟତରେ ନପୁଂସକ ବନିଯିବ। ଏପରି ଭାବରେ ଗର୍ଭରୁ ଜନ୍ମ ନେଇଥିବା ସନ୍ତାନ ଯେଉଁ ନପୁଂସକ ବନିଥାଏ ସେ ନପୁଂସକକୁ ମହାଷଣ୍ଢ ନପୁଂସକ କୁହାଯାଏ। ଆୟୁର୍ବେଦ କୁହାଯାଏ ଋତୁକାଳରେ ପୁରୁଷ ଯଦି ଶାରୀରିକ ସମ୍ପର୍କ ରଖିବା ସମୟରେ ନିଜେ ତଳେ ଶୋଇ ନାରୀକୁ ଉପରେ ଶୁଆଏ ବା ନାରୀକୁ ଉପରେ ବସାଇ ସମ୍ପର୍କ ରଖେ ଆଉ ସେହି ସମ୍ପର୍କ ଦ୍ୱାରା ଯଦି ନାରୀ ଗର୍ଭଧାରଣ କରିନିଏ ତାହେଲେ ସେହି ଗର୍ଭରୁ ପୁତ୍ର ସନ୍ତାନ ହେଲେ ସେ ପୁତ୍ରର ସବୁ ଗୁଣ ଠିକ୍ ନାରୀ ସମାନ ହୋଇଯିବ ଆଉ ଭବିଷ୍ୟତରେ ସେ ନାରୀ ବଦଳରେ ପୁରୁଷ ସହିତ ସମ୍ପର୍କ ସ୍ଥାପନ କରିବ। ନାରୀ ଯେପରି ନିଜ ସମ୍ପର୍କ ରଖିବା ସମୟରେ ନିଜେ ତଳେ ଶୋଇ ଉପରେ ପୁରୁଷକୁ ଶୁଆଏ, ଜନ୍ମ ହୋଇଥିବା ପୁତ୍ର ସନ୍ତାନ ମଧ୍ୟ ନିଜେ ତଳେ ଶୋଇ ଉପରେ ଅନ୍ୟ ପୁରୁଷ ସହିତ ସମ୍ବନ୍ଧ ବନେଇବ ଆଉ ଏହା ଏକ ପ୍ରକାରର ନପୁଂସକତାର ଲକ୍ଷଣ। ଏପରି ନପୁଂସକତାକୁ ମହାଷଣ୍ଢ ନପୁଂସକତା ବୋଲି କୁହାଯାଏ। ତା ଛଡ଼ା ଯଦି ସେପରି ଗର୍ଭରୁ କନ୍ୟା ଜନ୍ମ ହୋଇଥାଏ ତେବେ ସେ କନ୍ୟା ତାର ଭବିଷ୍ୟତରେ କୌଣସି ପୁରୁଷ ବଦଳରେ କୌଣସି ନାରୀକୁ ହିଁ ପସନ୍ଦ କରିବ ଆଉ କୌଣସି ନାରୀ ସହିତ ହିଁ ଶାରୀରିକ ସମ୍ପର୍କ ରଖିବ। କୌଣସି ଆୟୁର୍ବେଦ, କୌଣସି ଏଲୋପାଥି ବା ଏପରି କୌଣସି ବି ଚିକିତ୍ସା ବିଜ୍ଞାନ ନାହିଁ ଯାହାକି ଏପରି ରୋଗରୁ ରକ୍ଷା କରିପାରିବ। ଆନନ୍ଦ ଉପଭୋଗ କରିବା ପାଇଁ ଯଦି ଆପଣ ସେହିପରି ସହବାସ କରିବା ପାଇଁ ଚାହାନ୍ତି ତେବେ ହିଁ ବନାନ୍ତୁ, ନଚେତ୍ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଯଦି ଏପରି କରିବା ପାଇଁ ଯାଉଛନ୍ତି ତେବେ ଏପରି ଭୁଲ କଦାପି ବି କରନ୍ତୁ ନାହିଁ, କାହିଁକିନା ଏହା ଆପଣଙ୍କ ପାଇଁ ଖୁବ୍ ଭୟଙ୍କର ହୋଇପାରେ।